ନମସ୍କାର ଦର୍ଶକ ବନ୍ଧୁ। ଆଜିର ଭିଡ଼ିଓଟି ଆପଣମାନଙ୍କ ପାଇଁ। ନବରାତ୍ରିରେ ଘରକୁ ନେଇ ଆସନ୍ତୁ ଏହି ଗଛର ଚେର। ଦେଖିବେ ଆପଣମାନେ 24 ଘଣ୍ଟାରେ କୋଟିପତି ହୋଇଯିବେ। ତେବେ ଆସନ୍ତୁ ଭିଡ଼ିଓଟିକୁ ଷ୍ଟାର୍ଟ କରିବା। ଦୁର୍ଗା ପୂଜା ସମୟରେ ଯେଉଁ ନବରାତ୍ରି ପଡ଼େ, ନବଦୁର୍ଗାଙ୍କର ଆଶୀର୍ବାଦ ପ୍ରାପ୍ତ କରିବାର ବହୁତ ଭଲ ସମୟ ହୋଇଥାଏ। ଯେଉଁ ବ୍ୟକ୍ତି ସିଦ୍ଧି ପ୍ରାପ୍ତ କରିବା ପାଇଁ ଚାହୁଁଛନ୍ତି ଏବଂ ଧନ ଧାନ୍ୟର ସମୃଦ୍ଧି ପାଇବା ପାଇଁ ଚାହୁଁଛନ୍ତି, ତ ଆପଣଙ୍କ ଜୀବନରେ ଦୁର୍ଭାଗ୍ୟ ଦୂର ହୋଇଯାଇ ସୌଭାଗ୍ୟରେ ପରିଣତ ହେବା ପାଇଁ ଚାହୁଁଛନ୍ତି, ତେବେ ଆଜିର ଏହି ଭିଡ଼ିଓଟି ଆପଣମାନଙ୍କ ପାଇଁ। ଆପଣଙ୍କ ଭାଗ୍ୟ ଆପଣଙ୍କୁ ସାଥ ଦେଉନି କି? ଯେକୌଣସି କାର୍ଯ୍ୟ କରୁଛନ୍ତି ସଫଳତା ମିଳୁନାହିଁ, ତେବେ ଚିନ୍ତା ନ କରି ଏହି ନବରାତ୍ରି ଦିନ ମା ଦୁର୍ଗାଙ୍କ ପୂଜାରେ ନିଜ ବେକରେ ଏହି ଗଛର ଚେରକୁ କାହାକୁ କିଛି ନ କହି ପିନ୍ଧି ଦିଅନ୍ତୁ। ଦେଖିବେ ଏହି ଗଛର ଚେରର ଚମତ୍କାରୀ ଆପଣ ନିଜେ ଦେଖିବାକୁ ପାଇବେ। ଆପଣଙ୍କ ଭାଗ୍ୟ ଆପଣଙ୍କୁ ସାଥ ଦେବା ଷ୍ଟାର୍ଟ କରିବ। ଖାଲି ସେତିକି ନୁହେଁ, ଏହି ଗଛର ଚେରକୁ ଆପଣ ପିନ୍ଧିବା କ୍ଷଣି ଆପଣଙ୍କର ଗରିବୀପଣ ଦୂର ହୋଇଯିବ। ଦେଖିବେ ଯେଉଁ କାର୍ଯ୍ୟରେ ଆପଣମାନେ ହାତ ଦେବେ, ସବୁ କ୍ଷେତ୍ରରେ ଏବଂ ସବୁ କାର୍ଯ୍ୟରେ ଆପଣମାନଙ୍କୁ ସଫଳତା ହିଁ ସଫଳତା ମିଳିବ। ହଁ ଦର୍ଶକ ବନ୍ଧୁ, ଆମ ଚତୁଃପାର୍ଶ୍ୱରେ ଅନେକ ଗୁଡ଼ିଏ ବୃକ୍ଷଲତା ରହିଅଛି। ଆଉ ସେହି ବୃକ୍ଷଲତା ଭିତରୁ ଏମିତି କିଛି ବୃକ୍ଷଲତା ଅଛନ୍ତି ଯାହାକି ଅତ୍ୟନ୍ତ ଶୁଭ ଏବଂ ପବିତ୍ର ହୋଇଥାନ୍ତି। ଆଉ ସେହି ବୃକ୍ଷଲତା ଆପଣମାନଙ୍କ ଜୀବନରେ ଚାଲୁଥିବା ସମସ୍ୟାକୁ ତୁରନ୍ତ ଦୂର କରି ଦେଇଥାନ୍ତି। ପ୍ରାୟତଃ ଆପଣମାନେ ଦେଖିଥିବେ, ଆମ୍ଭେମାନେ କିଛି ବୃକ୍ଷଙ୍କର ପୂଜାପାଠ କରିଥାଉ, ଯେମିତିକି ଓସ୍ତ ଗଛ, ବରଗଛ, ଲିମ୍ବ ଗଛ ଏବଂ ତୁଳସୀ ଗଛ। ଆଉ ସେହି ବୃକ୍ଷମାନଙ୍କର ଏମିତି ଅଲୌକିକ ଚମତ୍କାରୀ ଶକ୍ତି ରହିଥାଏ, ଯାହାର ପ୍ରଭାବରେ କମ୍ ସମୟରେ ଆପଣଙ୍କୁ ଭଲ ପରିଣାମ ପାଇଥାନ୍ତି। ତ ଆସନ୍ତୁ ଆମେ ଜାଣିବା ଯେ ନବରାତ୍ରି ସମୟରେ ଏମିତି କେଉଁ ଗଛର ଚେରକୁ ଆପଣମାନେ ପିନ୍ଧିବେ। ତ ଦେଖିବେ ଖୁବ୍ ଶୀଘ୍ର ଆପଣଙ୍କର ଭାଗ୍ୟର ତାଲା ଖୋଲିଯିବ। ଆପଣଙ୍କର ସମସ୍ତ ମନସ୍କାମନା ତୁରନ୍ତ ପୂର୍ଣ୍ଣ ହେବ। ତେବେ ଚାଲନ୍ତୁ ଜାଣିବା କେଉଁ ଗଛର ଚେର ଆପଣମାନେ ଆପଣଙ୍କ ଗଳାରେ ପିନ୍ଧିବେ। ବୃକ୍ଷଲତା ମଧ୍ୟରେ ବହୁତ ବେଶୀ ଚମତ୍କାରୀ ଶକ୍ତି ରହିଥାଏ। ଆପଣମାନେ ମାନନ୍ତୁ କିମ୍ବା ନ ମାନନ୍ତୁ, ଆମ ଜୀବନର ଏମିତି କେତୋଟି ବୃକ୍ଷଲତାଙ୍କୁ ପ୍ରୟୋଗ କରି କଠିନରୁ କଠିନ ରୋଗକୁ ଆମେ ଠିକ୍ କରିଥାଉ। ପ୍ରଥମ ଗଛଟି ହେଉଛି ଚମେଲି ଗଛର ଚେର। ଚମେଲି ଗଛର ଚେରକୁ ଆପଣ ନବରାତ୍ରି ସମୟରେ ଘରକୁ ନେଇ ଆସନ୍ତୁ। ଆଉ ଏହି ଚେରକୁ ନବରାତ୍ରି ଦିନ ଆପଣମାନେ ପୂଜା ପାଠ କରନ୍ତୁ। ଆଉ ଏହି ଚେରକୁ ଆପଣ ଚାନ୍ଦିର ତାବିଜ ହେଉ କିମ୍ବା ତମ୍ଭାର ତାବିଜ ହେଉ କିମ୍ବା କିଣାର ତାବିଜ ହେଉ, ସେହି ତାବିଜରେ ଏହି ଚେରକୁ ପୁରାଇ ନିଜ ଗଳାରେ ଦଶହରା ଦିନ ଆପଣ ଧାରଣ କରନ୍ତୁ। ଏହି ତାବିଜ ଆପଣ ପିନ୍ଧିବା ଦ୍ୱାରା ଦୈବୀ ଶକ୍ତିର ପ୍ରାପ୍ତି ଆପଣଙ୍କୁ ମିଳିଥାଏ। ଅଲୌକିକ ଶକ୍ତିର ପ୍ରାପ୍ତି ଆପଣଙ୍କୁ ମଧ୍ୟ ମିଳିଥାଏ। ଆଉ ହନୁମାନଙ୍କର ଆଶୀର୍ବାଦର କୃପା ଆପଣଙ୍କୁ ତୁରନ୍ତ ମିଳିଥାଏ। ଏବେ ଆସନ୍ତୁ ଜାଣିବା ଦ୍ୱିତୀୟ ବୃକ୍ଷ। ଦ୍ୱିତୀୟ ବୃକ୍ଷଟି ହେଉଛି ବରଗଛର ଜଟା। ଆପଣମାନେ ଜାଣିଛନ୍ତି କି ଏହି ବରଗଛର ଜଟା ଆପଣଙ୍କ ଭାଗ୍ୟର ତାଲା ଖୋଲିଥାଏ। ରାତାରାତି ଆପଣଙ୍କୁ ଭାଗ୍ୟକୁ ଚମକାଇଥାଏ। ବରଗଛର ଜଟା ଆଧ୍ୟାତ୍ମିକ ଦୃଷ୍ଟିରୁ ବହୁତ ପବିତ୍ର ମନାଯାଏ। ଆମ ହିନ୍ଦୁ ଧର୍ମରେ ବରଗଛକୁ ଦେବବୃକ୍ଷ ବୋଲି ମାନ୍ୟତା ରହିଅଛି। ଦେବବୃକ୍ଷ ଏଇଥିପାଇଁ କୁହାଯାଏ ଯେ ବଟ ସାବିତ୍ରୀ ଦିନ ବରଗଛର ପୂଜା ହୋଇଥାଏ। ଆଉ ସେହି ବଟ ବୃକ୍ଷରେ ସବୁ ଦେବାଦେବୀଙ୍କର ଶକ୍ତି ପରିପୂର୍ଣ୍ଣ ହୋଇ ରହିଥାଏ। ଆଉ ମଧ୍ୟ ବରଗଛରେ ପିତୃପୁରୁଷଙ୍କର ମଧ୍ୟ ବାସ ହୋଇଥାଏ। ବରଗଛକୁ ଭଗବାନ ଶଙ୍କରଙ୍କ ସ୍ୱରୂପ ବୋଲି ମଧ୍ୟ ମନାଯାଏ। ତେଣୁ ଆପଣ ଯଦି ଆପଣଙ୍କ ଭାଗ୍ୟକୁ ଚମକାଇବାକୁ ଚାହୁଁଛନ୍ତି, ତେବେ ନବରାତ୍ରିରେ ଏହି ଗଛର ଜଟାକୁ ଘରକୁ ନେଇ ଆସନ୍ତୁ ଏବଂ ନବରାତ୍ରି ଦିନ ଏହି ଗଛର ଜଟାକୁ ପୂଜା କରନ୍ତୁ। ଏହାପରେ ଆପଣ
ଏହି ବରଗଛର ଜଟାକୁ ଧାରଣ କରନ୍ତୁ। ଏବେ ଆସନ୍ତୁ ଜାଣିବା ତୃତୀୟ ଗଛ। ତୃତୀୟ ଗଛଟି ହେଉଛି ଧଳା ଅରଖ ଗଛ। ଯଦି ଆପଣ ରିଦ୍ଧି ସିଦ୍ଧି, ଶୁଭ ଲାଭ ଏବଂ ଧନ ବୈଭବ ପ୍ରାପ୍ତି କରିବାକୁ ଚାହୁଁଛନ୍ତି, ତେବେ ଅରଖ ଗଛର ଚେର ନବରାତ୍ରିରେ ଆପଣ ଆପଣଙ୍କ ଘରକୁ ନେଇ ଆସନ୍ତୁ ଏବଂ ନବରାତ୍ରି ଦିନ ଏହି ଚେରକୁ ଆପଣ ପୂଜା କରିବେ। ଏହାପରେ ଦଶହରା ଦିନ ମାନେ ଦଶମୀ ତିଥିରେ ଆପଣ ନିଜେ ଧାରଣ କରନ୍ତୁ। ଏହା କରିବା ଦ୍ୱାରା ଦେଖିବେ ଆପଣଙ୍କୁ ବହୁତ ବେଶୀ ଲାଭ ହୋଇଥାଏ ଆଉ ନବଗ୍ରହମାନଙ୍କର ପୀଡ଼ା ଦୂର ହୋଇଥାଏ। ଖାସ୍ କରି ବୁଧ ଗ୍ରହଙ୍କର ପୀଡ଼ା ଦୂର ହୋଇଥାଏ। ଆଜିର ଭିଡ଼ିଓଟି ଯଦି ଆପଣମାନଙ୍କୁ ପସନ୍ଦ ଆସିଥାଏ, ତେବେ ଏହି ଭିଡ଼ିଓଟିକୁ ଗୋଟିଏ ଲାଇକ୍ କରନ୍ତୁ। ଭିଡ଼ିଓଟିକୁ ଅଧିକରୁ ଅଧିକ ସେୟାର କରନ୍ତୁ, ଯାହାଫଳରେ ଅନ୍ୟମାନେ ମଧ୍ୟ ଏହି ଉପାୟ ଗୁଡ଼ିକୁ ଜାଣିପାରିବେ। କମେଣ୍ଟ ବକ୍ସରେ ଜୟ ମା ଦୁର୍ଗା ଅବଶ୍ୟ ଲେଖନ୍ତୁ। ଆମ ଚ୍ୟାନେଲରେ ଯଦି ନୂଆ ଅଛନ୍ତି, ତେବେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନ୍ଟିକୁ ଦବାଇ ଦିଅନ୍ତୁ। ଆଜି ପାଇଁ ରହିଲି, ପୁଣି ଦେଖା ହେବ ଆଗାମୀ ଏକ ସୁନ୍ଦର ଭିଡ଼ିଓ ମାଧ୍ୟମରେ।